তবে ডিসেম্বর মাস 1 তারিখ সোমবার অর্থাৎ আজিকার পাণিপাগ খবর আসি যাইছি। তবে বাତ୍ୟା ডিটাও ଶ୍ରୀଲଙ୍କାରେ ତାଣ୍ଡବ ରଚିଲା ପରେ ଭାରତର 3 ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଆଉ ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳ ବର୍ଷା, ତା ସହିତ ଆଜି ରାଜ୍ୟର କେଉଁ କେଉଁ ସବୁ ଜିଲ୍ଲାରେ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି ଏବଂ ବାତ୍ୟା ଡିଟାଓର ପ୍ରଭାବ କିପରି ରହିବ ରାଜ୍ୟରେ, ଆଉ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବାତ୍ୟା ନେଇ କ'ଣ ସୂଚନା ଜାରି କରାଯାଇଛି ପାଣିପାଗ ବିଭାଗ ପକ୍ଷରୁ, ସେସବୁର ସମ୍ପୂର୍ଣ୍ଣ ପାଣିପାଗର ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ ପଣ୍ଡୁଚେରୀ ଉପକୂଳରେ ଥିବା ଘୂର୍ଣ୍ଣିଝଡ଼ ଦିତାଉ ଗତ 6 ଘଣ୍ଟା ମଧ୍ୟରେ 12 କିଲୋମିଟର ବେଗରେ ଆଗକୁ ବଢ଼ୁଛି। ବାତ୍ୟା ଦିତାଉ, ଯାହା ଭାରତରୁ 100 କିଲୋମିଟର ପୂର୍ବ ଉତ୍ତର ପୂର୍ବ ପଣ୍ଡୁଚେରୀ ଭାରତରୁ 110 କିଲୋମିଟର, ଦକ୍ଷିଣ ପୂର୍ବରୁ 140 କିଲୋମିଟର, ଉତ୍ତର ପୂର୍ବ ଏବଂ ଚେନ୍ନାଇଠାରୁ 180 କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ ଅବସ୍ଥିତ ରହିଛି। ଆଉ ଉତ୍ତର ତାମିଲନାଡୁ ପଣ୍ଡୁଚେରୀ ଉପକୂଳରୁ ଘୂର୍ଣ୍ଣିଝଡ଼ର କେନ୍ଦ୍ରର ସର୍ବନିମ୍ନ ଦୂରତା ପ୍ରାୟ 70 କିଲୋମିଟର ରହିଛି ବୋଲି ପାଣିପାଗ ବିଭାଗ କହିଛି। ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଉତ୍ତର ତାମିଲନାଡୁ ପଣ୍ଡୁଚେରୀ ଉପକୂଳ ସୀମାନ୍ତରାଳ ଭାବରେ ପ୍ରାୟ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ବହୁତ ଅଧିକ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ତେବେ ଉତ୍ତର ଦିଗକୁ ଗତି କରିବା ସମୟରେ ଘୂର୍ଣ୍ଣିଝଡ଼ ଆଜି 1 ଡିସେମ୍ବର ଅପରାହ୍ନ ଏବଂ ସନ୍ଧ୍ୟା ସୁଦ୍ଧା ତାମିଲନାଡୁ ପଣ୍ଡୁଚେରୀ ଅଞ୍ଚଳକୁ ଯଥାକ୍ରମେ 60 କିଲୋମିଟର ଏବଂ 50 କିଲୋମିଟର ଦୂରତା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରିତ ହେବ। ଏହାର ପ୍ରଭାବରେ ତାମିଲନାଡୁ ପଣ୍ଡୁଚେରୀ କେରଳ ଆନ୍ଧ୍ରପ୍ରଦେଶ ପ୍ରବଳ ବର୍ଷା ଜାରି ରହିଛି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ତେବେ ଆସନ୍ତୁ ନଜର ପକାଇବା ଆଜି ରାଜ୍ୟର କେଉଁ 5ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବ। ତେବେ ପ୍ରଥମେ ଜାଣିବା ରାଜ୍ୟର କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ରହିବ, ନବରଙ୍ଗପୁରରେ 13 ଡିଗ୍ରୀ, କୋରାପୁଟରେ 13 ଡିଗ୍ରୀ, କନ୍ଧମାଳ ଫୁଲବାଣୀର 13 ଡିଗ୍ରୀ, ସୁନ୍ଦରଗଡ଼ରେ 14 ଡିଗ୍ରୀ, କେନ୍ଦୁଝରରେ 14 ଡିଗ୍ରୀ, ଅନୁଗୁଳରେ 15 ଡିଗ୍ରୀ, ସମ୍ବଲପୁରରେ 15 ଡିଗ୍ରୀ, ବୌଦ୍ଧରେ 15 ଡିଗ୍ରୀ ରହିଥିବା ବେଳେ ତେବେ ଘନ କୁହୁଡ଼ି ପାଇଁ 4ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ। ଏହି 5ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।